ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଅପ୍ରେଲ 13 ତାରିଖ ରବିବାର, ବୈଶାଖ କୃଷ୍ଣ ପ୍ରତିପଦା। ଚିତ୍ରା ନକ୍ଷତ୍ର ତୁଳା ରାଶିରେ ଚନ୍ଦ୍ର, ମୀନ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶରୀର ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିବ। ଦ୍ରବ୍ୟ ନାଶ, ଧନହାନି, ଶତ୍ରୁ ଆଜି ପ୍ରବଳ ହେବେ। କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା ବୃଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ନୂତନ ଦ୍ରବ୍ୟ କ୍ରୟ କରିବେ, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ନୂତନ ଦ୍ରବ୍ୟ କ୍ରୟ କରିବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ସିଂହ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ, ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ତୁଳା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ବିଛା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ତାପରେ ଆସିବା ଧନୁ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ଅଶାନ୍ତି ମନୋମାଳିନ୍ୟ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା ମକର ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ନୂତନ ଦ୍ରବ୍ୟ କ୍ରୟ କରିବେ, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ନୂତନ ଦ୍ରବ୍ୟ କ୍ରୟ କରିବେ, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ମୀନ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ କଷ୍ଟ ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିବ, ପରିବାରରେ ଅଶାନ୍ତି ମନୋମାଳିନ୍ୟ, ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ, ଅଯଥା କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଇଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ପାଣି କଖାରୁ ଦ୍ୱାରା ପ୍ରସ୍ତୁତ ଭୋଜନ କରନ୍ତୁ ନାହିଁ। ଜୟ ଜଗନ୍ନାଥ।